ମୋ ନାଁ ମଳୟ ରାଉତ। ମୁଁ ବର୍ତ୍ତମାନ ପାଇଁ ଉଦ୍ୟମ ଉଦ୍ୟୋଗ ଯୋଉ ନର୍ସରୀ ତରଫରୁ ଅଛି। ଇଏ ଆମ ଚାଷୀ ମାନଙ୍କୁ ଡକାଇଥିଲା ଧାନ ବିହନ ବିଷୟରେ ଆଲୋଚନା ହେଲା କୋଉ ମାନର ବିହନ କଣ ଚାଷୀ ଭାଇ କେମିତି ପାଇବେ? ଆକ୍ଚୁଆଲି ଆମେ ଯୋଉ ବର୍ତ୍ତମାନ ପାଇଁ ଉଦ୍ୟମ ତରଫରୁ ଯୋଉ ନର୍ସରୀ ତରଫରୁ ଯୋଉ ବର୍ତ୍ତମାନ ପାଇଁ ଧାନ ବିହନ ମିଳୁଛି, ଉନ୍ନତ ମାନର ଧାନ ବିହନ ମିଳିବ। ଆଉ ଯୋଉ ଆମେ ଯୋଉ ଧାନ ବିହନ ଆଗରୁ ଲଗାଉଥିଲେ, ଯୋଉ ଫର୍ମୁଲା ଲଗାଉଥିଲେ, ବର୍ତ୍ତମାନ ଫର୍ମୁଲା ଚେଞ୍ଜ ହେଇଛି। ଏଇଥିପାଇଁ ଚେଞ୍ଜ ହେଇଛି, ତ ବର୍ତ୍ତମାନ ଦେଖନ୍ତୁ ଆଜିକା ଡେଟ୍ରେ ଜମି ବର୍ତ୍ତମାନ ସେତିକି ଅଛି, କିନ୍ତୁ ଲୋକ ସଂଖ୍ୟା ଅଧିକ ଅଛନ୍ତି। ଯେହେତୁ ଲୋକ ସଂଖ୍ୟା ବର୍ତ୍ତମାନ ପାଇଁ ଅଧିକ ଅଛନ୍ତି, ତ ସେ ଅନୁସାରେ ଆମକୁ ଖାଦ୍ୟ ବି ଦରକାର। ତ ଉନ୍ନତ ମାନର ପ୍ରଡକ୍ସନ କେମିତି ହବ, ଅଧିକ 40 କୁଇଣ୍ଟାଲ ଧାନ ଯେମିତି ଗୋଟେ ଏକରରୁ ଆସିବ, ସେଇ ବିହନ ଆମେ ବର୍ତ୍ତମାନ ପାଇଁ ଚାଷୀ ମାନଙ୍କୁ ଦେବୁ। ଚାଷୀ ମାନେ ଆର ଲାଭ କେମିତି ଉଠେଇ ପାରିବେ, ବିହନ କୋଉଠି ପାଇପାରିବେ, କେମିତି ବର୍ତ୍ତମାନ ଯୋଉ ବିହନ ଯୋଉ ଆମେ ଆପଣ ପାଇବେ, ଉଦ୍ୟମ ଉଦ୍ୟୋଗ ନର୍ସରୀ ତରଫରୁ ବିହନ ପାଇବେ। ତାର କେମିତି କଣ ଚାଷ କରିବେ, କେମିତି କଣ ଟେକ୍ନିକାଲରେ ଖତ ସାର ଦେବେ, ମେଡିସିନ କୋଉ ସମୟରେ ଦେବେ, ଉଦ୍ୟମ ଉଦ୍ୟୋଗ ନର୍ସରୀ ତରଫରୁ ଆମର ଟେକ୍ନିସିଆନ ରଖାଯାଇଛି, ସେ ଆପଣଙ୍କୁ ପ୍ରପର ଗାଇଡ କରିବେ। ଆଜ୍ଞା, ବର୍ତ୍ତମାନ ପାଇଁ ଧାନର 5-6 ପ୍ରକାର ବିହନ ଆମେ ରଖିଛୁ। 5-6 ପ୍ରକାର କିସମ ରଖିଛୁ ଧାନ ବିହନ, ଆଉ ଭଲ ଭଲ ବିହନ ସବୁ। ଚାଷୀ ମାନଙ୍କୁ ମେସେଜ ଦିଆଯାଇଛି, ବର୍ତ୍ତମାନ ପାଇଁ ଯଦି ଆମେ ଯୋଉ କେମିକାଲରେ ଚାଷ କରୁଛନ୍ତି, ତ କେମିକାଲ କମ କରିକି ଏମିତି ଅର୍ଗାନିକରେ ଚାଷ ଆମେ ଅଧିକ ଉତ୍ପାଦନ କରିବା ଆମ ଜମିରେ, ତ ସେଇ ପ୍ରକାର ଆମେ ଚାଷୀଙ୍କୁ ଇଏ କରୁ। ଦେଖନ୍ତୁ ଆକ୍ଚୁଆଲି ମେନ୍ ଜିନିଷ ରହୁଛି କଣ, ଆଗ କାଳରେ ଯୋଉମାନେ ସବୁ ଚାଷବାସ ସବୁ କରୁଥିଲେ, ସେମାନେ କଣ କରୁଥିଲେ ନା ଗୋବର ଖତ ଦେଇକି କରୁଥିଲେ, ଯୋଉଥିରେ କି ଆଜିକା ଡେଟ୍ରେ ଲୋକମାନଙ୍କର ବି ଚୁଟି ବି ପାଚିନି। କିନ୍ତୁ ଆଜିକା ଡେଟ୍ରେ ଯୋଉ ଲୋକ ସବୁ ଛୋଟ ଛୋଟ ଛୁଆ ଅଛନ୍ତି, ତାଙ୍କ ଚୁଟି ପାଚିବାର କାରଣ ହଉଛି କଣ, ଆମେ ଡାଇରେକ୍ଟଲି ଚାଷ ଯୋଉ ଭାତ ଧାନ ଖାଉଛନ୍ତି, ଯାହା ବି ଆମେ ଖାଉଛନ୍ତି, ସେ ସବୁ ଯାକ କେମିକାଲ ହିଁ ଖାଉଛନ୍ତି। ତ ମୋର ଲୋକମାନଙ୍କୁ କହିବାର ଏଇଆ ଉଦ୍ଦେଶ୍ୟ ଯେ ଆମେ ଯୋଉ ଚାଷ ବର୍ତ୍ତମାନ କରିବା, ଫୁଲି ଅର୍ଗାନିକ କେମିତି ଆଉ ଭଲ ବିହନ କେମିତି ପାଇବା, କୋଉଠୁ ପାଇବା। ଭଲ ବିହନ ପାଉନାହାନ୍ତି ବୋଲି ଚାଷୀ ଲୋକମାନେ କଣ କରୁଛନ୍ତି, ଉତ୍ପାଦନ କମ ହଉଛି, ଚାଷୀ ଆତ୍ମହତ୍ୟା କରୁଛନ୍ତି। ଆମେ ଯଦି ଭଲ ବିହନ ପାଇବା ଆଉ ଭଲ ଉତ୍ପାଦନ କରିବା, ଭଲ ରେଟରେ ଆମେ ଯଦି ମାନେ ବିକ୍ରି କରିବା, ତାହେଲେ ମାନେ ସୋସାଇଟି କଣ ପାଇଁ କରିବ। ତ ମୋର କହିବାର ଉଦ୍ଦେଶ୍ୟ, ଆପଣ ଭଲ ଉଦ୍ୟମ ଉଦ୍ୟୋଗ ନର୍ସରୀ ତରଫରୁ ବିହନ ନିଅନ୍ତୁ। ବିଷ୍ଣୁଚରଣ ପରିଡ଼ା, ଚୌଦାର ବିଜେପି ମଣ୍ଡଳ ଉପସଭାପତି। ଧନ୍ୟବାଦ ଦେବି ମନୋଜ ଦାସ को ସାନ ଭାଇ, ଯେ ଉଦ୍ୟାନ ଉଦ୍ୟୋଗ ଯୋଉ ନର୍ସରୀ କରିଛି। କାରଣ ସମସ୍ତ ଅଲଗା ବ୍ୟବସାୟ କରନ୍ତି, କିନ୍ତୁ ସିଏ ଚାଷୀ ଭିତ୍ତିକ ଯୋଉ ବ୍ୟବସାୟ କଲା, ସେଥିପାଇଁ ତାକୁ ଧନ୍ୟବାଦ ଦେବି। ଆଜି ଯୋଉ ତାର ଯୋଉ ଉଦ୍ୟମରେ, ତାର ବ୍ୟବସାୟ ହେଲେ ବି ଆଜି ଯୋଉ ତାର ଉଦ୍ୟମରେ ଏଠି ଚାଷୀ ମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର ଉନ୍ନତ କିସମର ବିହନ ଯୋଗାଇ ଦବ, ଧାନ ବିହନ, ସେଥିପାଇଁକା ତାର ଯୋଉ ପ୍ରୟାସ, ସେଥିପାଇଁ ତାକୁ ଧନ୍ୟବାଦ। ଆଉ ଗୋଟିଏ କଥା ହଉଛି, ଚାଷୀ ହଉଛି ଦେଶର ମେରୁଦଣ୍ଡ। କାରଣ ଚାଷୀ ଦୁନିଆକୁ ଯୋଉ କଥାରେ ଖାଦ୍ୟ ଯୋଗାଉଛି ଚାଷୀ। ବର୍ତ୍ତମାନ ଯୋଉ ପରିସ୍ଥିତିରେ ଚାଷ ଠାରୁ ମୁହଁ ଫେରେଇ ନେବା ସମୟରେ ସରକାରଙ୍କ ଯୋଉ ପ୍ରୟାସ, ଡବଲ ଇଞ୍ଜିନ ସରକାର, ଆପଣ ଦେଖିଥିବେ ପୂର୍ବ ସରକାରରେ ଓଡ଼ିଶାର ଯୋଉ ପରିସ୍ଥିତି, ଚାଷୀ ମାନଙ୍କର ଚାଷୀ ମୃତ୍ୟୁଠୁ ଆରମ୍ଭ କରି ଯୋଉ ପରିସ୍ଥିତି, ବରଗଡ଼ ଦେଖୁଥିବେ, ଯୋଉଟା କି ଆମର ଚାଷ, ଯୋଉଠିକି କହିଲେ ବରଗଡ଼, କୋବି ଚାଷୀ ମାନେ କାଟୁ ନଥିଲେ ବିଲରୁ, ଟନ ଟନ ବିଲାତି ରାସ୍ତାରେ ପକେଇ ଚାଷୀ ଆନ୍ଦୋଳନ କରୁଥିଲେ। ବର୍ତ୍ତମାନ ଏ ଯୋଉ ଡବଲ ଇଞ୍ଜିନ ସରକାର, ମୋହନ ସରକାର, ବର୍ତ୍ତମାନ ତାଙ୍କର ଯୋଉ ପ୍ରୟାସ, ଏ ଯୋଉ ସିଜନରେ ଦେଖିଥିବେ ସେ ପରିସ୍ଥିତି ନାହିଁ, ଯୋଉଟା କି ଆମର ବର୍ତ୍ତମାନ ସବୁ ଏକ୍ସପୋର୍ଟ ହଉଛି। କୋବି ବିଭିନ୍ନ ଦେଶକୁ ଯାଉଛି, ବିଲାତି ଗଲା, ଯୋଉଟା କି ଏ ପରିସ୍ଥିତି ସୃଷ୍ଟି ହେଲା ନାହିଁ। ଏବେ ଦେଖିଥିବେ ଢେଙ୍କାନାଳର ଆମ୍ବ ବିଦେଶ ରପ୍ତାନୀ ହଉଛି। ସରକାରଙ୍କର ଯୋଉ ପ୍ରୋତ୍ସାହନ, ଆଉ ଏବେ ଚାଷୀଙ୍କ ପାଇଁ ଯୋଉ ଗୁରୁତ୍ୱ ଦିଆଯାଉଛି, ଯୋଉ ପ୍ରୋତ୍ସାହନ ରାଶି, ତାପରେ ମୁଖ୍ୟ କଥା ହେଲା ଆମର ଶୀତଳ ଭଣ୍ଡାର, ତା ପାଇଁ ଯୋଉ ପ୍ରୟାସ ଚାଲିଛି। ଏବେ ଦେଖିଥିବେ ଖୁବ କମ ଦିନ ଭିତରେ ଯୋଉ ବନ୍ଦ ପଡିଥିଲା ବଡମ୍ବା ଚିନି କଳ, ତା କାର୍ଯ୍ୟକ୍ରମ ହେଲେ ତା ଦ୍ୱାରା ଚାଷୀ ଯୋଉ ଆଖୁ ଚାଷୀ ମାନେ ଉପକୃତ ହେବେ
ଏ ସରକାରଙ୍କର ଚାଷୀ ପ୍ରତି ଦରଦ ଅଛି। ସରକାରଙ୍କର ଯୋଉ ପ୍ରୟାସ ସେଥିପାଇଁ ଧନ୍ୟବାଦ। ଖାସ କରି ଯୋଉ ପଞ୍ଚାୟତ ଏବଂ ଆଦିବାସୀ ଏରିଆର ଯୋଉ ଚାଷୀ ସାହାଯ୍ୟ ସହଯୋଗ ପାଉନି ଏଇ ଯୋଉ ଉଦ୍ୟାନ ଉଦ୍ୟୋଗ ନର୍ସରୀରେ ଯୋଉ ଚାରା ମିଳିବ ଉନ୍ନତ ମାନର ସହାୟତା କଣ ବିଷୟ ସେ ଯୋଉ ଅଛି ଉଦ୍ୟାନ ଉଦ୍ୟୋଗ ଯୋଉ ତାଙ୍କର ଯୋଉ ପ୍ରୟାସ, ବିଶେଷ କରି ଯୋଉ ବିହନର ଯୋଉ ଅଭାବ ଥିଲା, ଦୂର ଦୂରାନ୍ତୁ ଯାଇକି ଚାଷୀମାନେ ଆସୁଥିଲେ। ଆଜି ଯାହା ତାଙ୍କର ଯେ ଏକ୍ସପୋର୍ଟ ଯିଏ ଆସିଥିଲେ ସେ ପ୍ରତିଶ୍ରୁତି ଦେଲେ ନାଇଁ ସୁଲଭ ମୂଲ୍ୟରେ ଆଉ ନିଶ୍ଚିତ ବିହନ ଯୋଗାଇ ଦିଆଯିବ ଆଉ ସବୁବେଳେ ଆଭେଲେବୁଲ ରହିବ। ସେଇଟା ହଉଛି ବଡ କଥା। ସାର ଆଉ ଔଷଧ ଆଉ ବିହନ ନିଶ୍ଚିତ ଆଭେଲେବୁଲ। ମୁଁ ହଉଛି ଚକ୍ରଧର ପ୍ରଧାନ, ଆଗ୍ରାଡ଼ ଗ୍ରାମ ପଞ୍ଚାୟତର ଜଣେ ଚାଷୀ। ଶୁଭ ସନ୍ଧ୍ୟା, ଜୟ ଜଗନ୍ନାଥ। ମୋର ସାଙ୍ଗ ଏଠି ମନୋଜ କୁମାର ଦାସ, ସେ ଗୋଟେ ନୂଆ ବିହନ ଆଉ ମଞ୍ଜି, କୀଟନାଶକ ଔଷଧ ଆଉ ସାର ଦୋକାନ ଆରମ୍ଭ କଲେ। ସିଏ ଏଠି ଆମ 14 ଏରିଆରେ ଏମିତି ଆମେ ଦୋକାନ ଗୋଟେ କିଏ ମାନେ ଖୋଲିବ ବିହନ ଦୋକାନ ଆମେ ଦେଖିନଥିଲୁ। କି ଆମେ ବହୁତ ଏଇ ଯୋଉ ଦୋକାନ ସେ ଖୋଲିଲେ ଆମେ ବହୁତ ଆଗ୍ରାଡ଼ ପଞ୍ଚାୟତ, ଶଙ୍କରପୁର ପଞ୍ଚାୟତ, ମହିଷାଦଣ୍ଡା, ବ୍ରହ୍ମପୁର, ଶାଳଗାଁ ଏ ଏରିଆର 10-12 ଗୋଟି ପଞ୍ଚାୟତ ଲାଭବାନ ପାଇବେ। ଯୋଉ ଭେରାଇଟି ସିଏ ଆଣିଛନ୍ତି ବର୍ତ୍ତମାନ ଏଇ ଏଲିନୋସ୍ ପାଇଁ ଯୋଉ ଭେରାଇଟି ଆଣିଛନ୍ତି, ଗୋଟା ମସ୍ତାନୀ ଆଣିଛନ୍ତି 120 ଦିନ, ତାର ଅମଳ ହଉଛି 35 କୁଇଣ୍ଟାଲ 40 କୁଇଣ୍ଟାଲ। ଇଏ ଆମ ଚାଷୀ ଭାଇ ମାନେ ବହୁତ ଭଲ ହବ। ଆଉ ଇଏ ବିଭିନ୍ନ ପ୍ରକାର ଭେରାଇଟି ଯୋଉ ଆଣିଛନ୍ତି, ସବୁ ନାଁ ମନେ ପଡୁନି, ଯୋଉ ଭେରାଇଟି ଆଣିଛନ୍ତି ଭଲ ଭେରାଇଟି। ଯୋଉମାନେ ମୋ ବାର୍ତ୍ତା ଶୁଣି ପାରୁଥିବେ ସେମାନେ ଆସନ୍ତୁ, ଦେଖନ୍ତୁ, ଦେଖିକି ନିଅନ୍ତୁ। ଭଲ ବିହନ, ଭଲ ଜିନିଷ ପାଇବେ। ପାଣିପାଗକୁ ନେଇ ଆମ ପାଣିପାଗ ଆମ ମାଟି ତାକୁ ନେଇକି ଏ ବିହନ କେତେ ନାଇଁ, ବର୍ତ୍ତମାନ ଏଇ ବର୍ଷ ଯୋଉ ଲଞ୍ଚ କରିଛି ମନୋଜ ଭାଇ, ଯେ ଆମ ପାଣିପାଗ ଆମ ପରିବେଶକୁ ସୁହାଇଲା ଭଳିଆ ଧାନ ଆଣିଛନ୍ତି। ନିଅନ୍ତୁ ଭଲ। ମୁଁ 26-27 ଏକର ଚାଷ କରୁଛି। ମୁଁ ପ୍ରାୟ ବୋଧେ ଆଗରୁ କାଲି ସେ ଲଞ୍ଚ କଲେ, ମୁଁ କାଲିଠୁ ନେଇଛି 15 ପ୍ୟାକେଟ ଧାନ ନେଇଛି, 15 ଏକର ଯିବ। ଆଉ ଯୋଉ ଧାନ ଆଣିଛନ୍ତି ମସ୍ତାନୀ, ତା ଦେହରୁ 15 ପ୍ୟାକେଟ ନେବି, କରିବି।